ମୋ ପୁଅ ୟୁକେଜି ରେ ପଢ଼ୁଥାଏ। ମୁଁ ତାକୁ ଗେଲ କରୁ କରୁ ସେ କହିଲା, ବାପା ଆମ କ୍ଲାସରେ ଗୋଟିଏ ସୁନ୍ଦର ଝିଅ ପଢ଼ୁଛି। ତାର ନାଁ ହେଲା କାଜଲ। ସେ ମୋତେ ଭଲ ପାଉଛି, ମୁଁ ବି ତାକୁ। କଥାଟି ଶୁଣି ମୁଁ ବହୁତ ହସିଲି। 4-5 ବର୍ଷର ପିଲା ଏ ବୟସରେ ଭଲ ପାଇଲାଣି। ମୋର ମନେ ପଡ଼ିଲା ମିନି ଅପା କଥା। ସେତେବେଳକୁ ମୋ ବୟସ 7-8 ବର୍ଷ। ଗାଁ ପ୍ରାଇମେରୀ ସ୍କୁଲରେ ପ୍ରଥମ ଶ୍ରେଣୀରେ ପଢ଼ୁଥାଏ। ଗ୍ରୀଷ୍ମ ଛୁଟି ହୋଇଥାଏ। ମୋର ବଡ଼ ଭାଇ ଓ ଭଉଣୀଙ୍କ ସହିତ ମୁଁ ବି ଘର ପାଖ ଆମ୍ବ ବଗିଚାରେ ଖେଳୁଥାଏ। ମିନି ଅପା ଆସିଲା। ସେତେବେଳେ ତାର ବୟସ 12-13 ବର୍ଷ ହେବ। ସମସ୍ତଙ୍କଠାରୁ ସେ ବଡ଼। ଖେଳୁ ଖେଳୁ ମୋ ବଡ଼ ଭାଇ ହଠାତ୍ ରାଗିଯାଇ ମୋତେ ବାଡ଼େଇଲେ। ମିନି ଅପା ସଙ୍ଗେ ସଙ୍ଗେ ପ୍ରତିବାଦ କରି ମୋତେ କୋଳେଇ ନେଲା। ସେଇ ଦିନଠୁ ମୁଁ ମିନି ଅପାକୁ ବହୁତ ଭଲ ପାଇ ବସିଲି। ସ୍ନେହ କ'ଣ, ଭଲ ପାଇବା କ'ଣ ମୋର ବୁଝିବାର ବୟସ ହୋଇନଥିଲା। ବୟସ ବଢ଼ିବା ସହିତ ମୁଁ 10ମ ଶ୍ରେଣୀରେ ପଢ଼ିଲି। ହଠାତ୍ ଦିନେ ମୋର ଜଣେ କ୍ଲାସମେଟ୍ ସହ ଏକ ମେଳାରେ ଦେଖା ହୋଇଗଲା। ସେ ମୋତେ ଟାଣି ଟାଣି ଏକ ଜଳଖିଆ ଦୋକାନକୁ ନେଇଗଲା। 2 ଜଣ ସାଙ୍ଗରେ ଜଳଖିଆ ଖାଇଲୁ, ମେଳା ବୁଲି ଦେଖିଲୁ। ସେଦିନ ରାତିରେ ତା କଥା ବହୁତ ମନେ ପଡ଼ିଲା। ତାର ହସ ହସ ମୁହଁ, ମିଠା ମିଠା କଥା ଭାବି ମୁଁ ଶୋଇପାରିଲି ନାହିଁ। ଠାକୁରଙ୍କୁ ବହୁତ ଡାକିଲି, ମାନସିକ ବି କଲି। ହେ ଠାକୁର, ପ୍ରଣତି ଯେମିତି ସବୁଦିନ ପାଇଁ ମୋର ହୋଇଯାଆନ୍ତା କି। ଦୁହେଁ ସ୍କୁଲରେ ସାଙ୍ଗ ହୋଇଥାଇ ବି କେହି କାହାରିକୁ ଭଲ ପାଇଛୁ ବୋଲି କହିପାରିଲୁ ନାହିଁ। ଶେଷରେ ସ୍କୁଲ ଛାଡ଼ି କଲେଜରେ ପଢ଼ିଲୁ। ପ୍ରଣତି କଥା ମନରୁ ଆପେ ଆପେ ପାସୋରି ଗଲା। ରେଭେନ୍ସା କଲେଜରେ ସ୍ନାତକୋତ୍ତର କରୁଥାଏ। ଓଲ୍ଡ ପିଜି ହଷ୍ଟେଲରେ ରହୁଥାଏ। ମୁଁ ସେଦିନ ଷ୍ଟଡି ସେଣ୍ଟରକୁ ଯାଇଥାଏ। ରିକ୍ୱିଜିସନ୍ କରି ଗୋଟିଏ ବହି ଆଣୁଛି। ହଠାତ୍ ଗୋଟିଏ ଝିଅ ସେହି ବହିଟିକୁ ନେବାକୁ ଚାହିଁଲା। ଲାଇବ୍ରେରିଆନ୍ କହିଲା, ଆଉ ବହି ନାହିଁ। ସେ ଝିଅଟି ମୋ ଆଡ଼କୁ ଚାହିଁଲା। ରାଗ କିମ୍ବା ଅଭିମାନ ନୁହେଁ, ବରଂ ସେ ଆବେଗଭରା ଚାହାଣୀ। ମୋର ମିନି ଅପାର ଛବି ଆପେ ଆପେ ମନେ ପଡ଼ିଗଲା। ସତେ ଯେପରି ମିନି ଅପା ମୋ ଆଗରେ ଛିଡ଼ା ହୋଇଛି। ମୁଁ ଲାଇବ୍ରେରିଆନକୁ ସେହି ବହିଟିକୁ ତାକୁ ଦେଇଦେବାକୁ ଅନୁରୋଧ କଲି। ବହିଟି ଯେହେତୁ ମୋ ନାଁରେ ଇସ୍ୟୁ ହୋଇସାରିଥିଲା, ସେ ମୋ ଅନୁରୋଧ ପ୍ରତ୍ୟାଖ୍ୟାନ କଲା। ତେଣୁ ବାଧ୍ୟ ହୋଇ ମୁଁ ସେ ବହିଟିକୁ ସେଇ ଝିଅଟିକୁ ଦେଇଦେଲି ଏବଂ ଷ୍ଟଡି ସେଣ୍ଟରରେ ବସି ରହି ଅନ୍ୟ ବହି ପଢ଼ିଲି। ତାର ପଢ଼ା ସରିବା ପରେ ସେ ମୋତେ ବହିଟିକୁ ଫେରାଇବାକୁ ଆସିଲା। ତାପରେ ପରିଚୟ ପର୍ବ। ତା ନାଁ ମନୀଷା। ମୋ ତଳ କ୍ଲାସରେ ପଢ଼େ। ସେଇ ଦିନଠୁ କାହିଁକି କେଜାଣି ମନୀଷା ପ୍ରତି ମୋର ଦୁର୍ବଳତା ଆସିଗଲା। ମଝିରେ ମଝିରେ ଦେଖା ହୁଏ, କଥା ହୁଏ, କିନ୍ତୁ ମନର ଭାବନାକୁ ପରିବ୍ୟକ୍ତ କରି ହୁଏନା। ଦିନେ ମୋର ସାଙ୍ଗ ଆଗରେ ମନ କଥା କହିଲି। ତାକୁ ଲଭ୍ ମାଷ୍ଟର ବୋଲି ଡାକନ୍ତି। ସେ ମୋତେ ଉପାୟ ବତାଇଲା। କହିଲା, ଏବେ ଚନ୍ଦ୍ରଗ୍ରହଣ ହେବ। ଚନ୍ଦ୍ରଗ୍ରହଣ ସମୟରେ ବେଣା ଗଛକୁ ପୂଜା କରି ତାର ଚେରକୁ ଆଣିବୁ। ତୋର ଇଚ୍ଛା ପୂରଣ ହୋଇଯିବ। ମୁଁ ବି ସେଇଆ କଲି, କିନ୍ତୁ କିଛି ଫଳ ହେଲା ନାହିଁ। କେତେ ଦେବାଦେବୀଙ୍କୁ ଲାଞ୍ଚ ଯାଚିଲି, ତାହାରି ଫଳିଲାନି। ଶେଷରେ ରେଭେନ୍ସା ଛାଡ଼ିବା ଦିନ ଆସିଗଲା। ମୋ ମନ ବ୍ୟଗ୍ର ହୋଇ ଉଠିଲା। ମନୀଷା ଆଉ ଦେଖା ହେବନି, କଥା ବି ହେବନି। ରାତିରେ ଠାକୁରଙ୍କୁ କହେ ଗାଳି କରୁ କରୁ କେତେବେଳେ ନିଦ ଆସିଗଲା, ମୁଁ ଜାଣିପାରିଲି ନାହିଁ। ସେବେଠୁ ଭଲ ପାଇବା କଥା ମନେ ପଡ଼ିଲେ ମୋର ମନେ ପଡ଼େ ମିନି ଅପା କଥା।